ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଏକ ନଦୀର କାହାଣୀ। କେଉଁଠୁ ଆରମ୍ଭ ମୁଁ କେଉଁଠାରେ ଶେଷ। ପାଦ ନାହିଁ ମୋର ଯାଏ ବହୁ ଦୂର, ଜହ୍ନ ତାରା ତଳେ କ୍ଷେତ ଜଙ୍ଗଲରେ। ଗଛକୁ ବଞ୍ଚାଇ ତୁମ ତୃଷା ବି ହରୋଇ, ପର୍ବତରୁ ବାହାରି ସାଗରେ ମିଶୋଇ। ମୁଁ କିଏ? ହଁ, ମୁଁ ଏକ ନଦୀ। ମୁଁ ଗୋଦାବରୀ। ପଶ୍ଚିମ ଘାଟର ଉଚ୍ଚରେ ମହାରାଷ୍ଟ୍ର ତ୍ରୟମ୍ବକେଶ୍ୱରରୁ ଆରମ୍ଭ ଉତ୍ପତ୍ତି। ଯଦିଓ ମୁଁ ଏକ ଝରଣା ଭାବରେ ଆରମ୍ଭ ହୁଏ, ମୁଁ ଯେତେବେଳେ ଭୂମି ଦେଇ ଗତି କରେ, ବର୍ଷା ଜଳ ଏବଂ ଅନ୍ୟ ଝରଣା ମୋ ସହିତ ମିଶିଯାଏ। ଏହା ମୋତେ ପ୍ରଶସ୍ତ ଏବଂ ଶକ୍ତିଶାଳୀ କରିଥାଏ। ଯୋଡ଼ି ହେଉଥିବା ଛୋଟ ଝରଣାଗୁଡ଼ିକ ହେଉଛି ମୋର ଶାଖା ନଦୀ। ମୁଁ ବଙ୍ଗୋପସାଗରରେ ମିଶିବା ପୂର୍ବରୁ 1465 କିଲୋମିଟର ଯାତ୍ରା କରେ। ଗଙ୍ଗା ନଦୀ ପରେ ମୁଁ ଭାରତର ଦ୍ୱିତୀୟ ଦୀର୍ଘତମ ନଦୀ। ଓଡ଼ିଶାର ଇନ୍ଦ୍ରାବତୀ ନଦୀ ମୋ ସହିତ ମିଶିଛି। ନିମ୍ନରେ ଦିଆଯାଇଥିବା ଚିତ୍ର ଦେଖି ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। 1 ନମ୍ବର, ଗୋଦାବରୀ ନଦୀ କେଉଁ କେଉଁ ରାଜ୍ୟ ଦେଇ ପ୍ରବାହିତ ହୋଇଛି? ଗୋଦାବରୀ ନଦୀ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଦେଇ ପ୍ରବାହିତ ହୋଇଛି। 2 ନମ୍ବର, ଗୋଦାବରୀ ନଦୀରେ ତିଆରି କରାଯାଇଥିବା ଏକ ବନ୍ଧ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟର ନାମ ଲେଖ। ଗୋଦାବରୀ ନଦୀରେ ତିଆରି କରାଯାଇଥିବା ଏକ ବନ୍ଧର ନାମ ପୋଲାଭରମ୍ ବନ୍ଧ ଓ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ନାମ କୋରିଙ୍ଗା ବନ୍ୟଜନ୍ତୁ ଅଭୟାରଣ୍ୟ। 3 ନମ୍ବର, ଗୋଦାବରୀ ନଦୀର ଗତିପଥରେ ଅନ୍ୟ କେଉଁ ଛୋଟ ନଦୀ ଆସି ମିଶିଛନ୍ତି? ଗୋଦାବରୀ ନଦୀର ଗତିପଥରେ ସାବରୀ, ଇନ୍ଦ୍ରାବତୀ ଓ ମଞ୍ଜିରା ଇତ୍ୟାଦି ଛୋଟ ନଦୀ ଆସି ମିଶିଛନ୍ତି। ରାମାୟଣ ଏବଂ ପୁରାଣରେ ମୋ ବିଷୟରେ ଅନେକ ଆକର୍ଷଣୀୟ କାହାଣୀ ରହିଛି। ମୋତେ ଦକ୍ଷିଣ ଗଙ୍ଗା ବୋଲି କୁହାଯାଏ କାରଣ ମୁଁ ଦକ୍ଷିଣ ଭାରତରେ ପ୍ରବାହିତ ହୁଏ ଓ ମୋତେ ପବିତ୍ର ବିବେଚନା କରାଯାଏ। ମୋର ଉତ୍ପତ୍ତି ସ୍ଥଳ ନିକଟ ସ୍ଥାନ ଯଥା ନାସିକାରୁ ଗୋଦାବରୀ ପୁଷ୍କରମ୍ ଭଳି ବିଶେଷ କାର୍ଯ୍ୟକ୍ରମ ସମୟରେ ଚାରିଆଡ଼ୁ ଲୋକମାନେ ମୋର ପବିତ୍ର ଜଳରେ ବୁଡ଼ ପକାଇବା ପାଇଁ ଆସନ୍ତି। ମୋ ଜୀବନଧାରା ବର୍ଷସାରା ପ୍ରବାହିତ ହେଉଥିବାରୁ ମୁଁ ଏକ ଚିରସ୍ରୋତା ନଦୀ। କେତେକ ନଦୀ କେବଳ ବର୍ଷା ଋତୁରେ ବର୍ଷା ଜଳ ପାଇ ପ୍ରବାହିତ ହୁଅନ୍ତି, ଯେଉଁଥିପାଇଁ ସେମାନଙ୍କୁ ଋତୁକାଳୀନ ନଦୀ କୁହାଯାଏ। ବନ୍ୟଜନ୍ତୁ ଯଥା ବାଘ, କୁଟୁରା, ଭାରତୀୟ ବହୁରୂପୀ ଏଣ୍ଡୁଅ ଏବଂ ପ୍ରସିଦ୍ଧ ରକ୍ତଚନ୍ଦନ ଗଛରେ ପରିପୂର୍ଣ୍ଣ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ମୁଁ ଗତି କରେ। ମୋ ପରି ମଧୁର ଜଳ ଉତ୍ସ, ଅନେକ ଉଦ୍ଭିଦ ଏବଂ ପ୍ରାଣୀଙ୍କ ବାସସ୍ଥାନ, ଏହା ତୁମେ ପୂର୍ବ ପାଠରେ ପଢ଼ିଛ। ସମୁଦ୍ରରେ ମିଶିବା ସମୟରେ ମୁଁ ଅନେକ ଛୋଟ ଛୋଟ ଶାଖାରେ ବିଭକ୍ତ ହୋଇ ମୁହାଣ ଗଠନ କରେ। ମୋ ମଧୁର ଜଳ ସେଠାରେ ସମୁଦ୍ରର ଲୁଣି ଜଳ ସହିତ ମିଶିଥାଏ। ଯେଉଁ ସ୍ଥାନରେ ମୋର ଯାତ୍ରା ଶେଷ ହୁଏ ସେହି ସ୍ଥାନକୁ କୋରିଙ୍ଗା ହେନ୍ତାଳ ବଣ କୁହାଯାଏ। ବିଭିନ୍ନ ଉପାୟରେ ଜୀବଜନ୍ତୁମାନଙ୍କୁ ମୋର ସହାୟତା
ପ୍ରାଚୀନ କାଳରୁ ଲୋକମାନେ ସର୍ବଦା ନଦୀ କିମ୍ବା ଜଳାଶୟ ନିକଟରେ ସେମାନଙ୍କର ଘର ତିଆରି କରି ଆସୁଛନ୍ତି। ଅନୁମାନ କରିପାରିବ କାହିଁକି? ପ୍ରାଚୀନ କାଳରୁ ଲୋକମାନେ ସର୍ବଦା ନଦୀ କିମ୍ବା ଜଳାଶୟ ନିକଟରେ ସେମାନଙ୍କର ଘର ତିଆରି କରି ଆସିଛନ୍ତି କାରଣ ଲୋକମାନେ ନଦୀରୁ ସୁବିଧାରେ ପିଇବା ପାଣି ପାଇଥାନ୍ତି। ନଦୀର ଜଳକୁ ଚାଷ କାମରେ ବ୍ୟବହାର କରି ବିଭିନ୍ନ ଫସଲ ଉତ୍ପନ୍ନ କରିଥାନ୍ତି। ନଦୀ କୂଳର ଉର୍ବର ମୃତ୍ତିକାରେ ଭଲ ଫସଲ ଉତ୍ପାଦନ ହୋଇଥାଏ। ମାଲ ପରିବହନ ପାଇଁ ନଦୀ ଜଳପଥ ରୂପେ ବ୍ୟବହୃତ ହୁଏ। ନଦୀରୁ ଲୋକମାନେ ସହଜରେ ମତ୍ସ୍ୟ ଜାତୀୟ ଖାଦ୍ୟ ପାଇଥାନ୍ତି। ନଦୀ କୂଳିଆ ଅଞ୍ଚଳରେ ଅନେକ ଚାରଣ ଭୂମି ଥିବାରୁ ପଶୁପାଳନ ମଧ୍ୟ ସୁବିଧାଜନକ ହୁଏ। ତୁମେ ଜାଣ କି ମୁଁ ପ୍ରତିଦିନ ଲୋକମାନଙ୍କୁ କେତେ ଉପାୟରେ ସାହାଯ୍ୟ କରେ? ମୁଁ ମୋ ଆଖପାଖରେ ଥିବା ଅନେକ ଗ୍ରାମବାସୀ ଓ ସହରବାସୀଙ୍କୁ ଜଳ ଯୋଗାଇଥାଏ। ସମସ୍ତ ଘର, ବିଦ୍ୟାଳୟ ଏବଂ କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ମୁଁ ଜଳ ଯୋଗାଏ। ମୁଁ ଲୋକମାନଙ୍କୁ କେବଳ ପିଇବା, ରୋଷେଇ କରିବା ଏବଂ ଧୁଆଧୋଇରେ ସାହାଯ୍ୟ କରେ ନାହିଁ ବରଂ ସେମାନଙ୍କ ଖାଦ୍ୟ ଉତ୍ପାଦନ ସହିତ କଳକାରଖାନାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରେ। ମୋ ଦ୍ୱାରା ଅନେକ ବ୍ୟକ୍ତି ଜୀବିକା ନିର୍ବାହ ମଧ୍ୟ କରନ୍ତି। ମୋ ଜଳ ପାଇପ୍ ଏବଂ କେନାଲ ଦ୍ୱାରା ଅନେକଙ୍କୁ ଯୋଗାଇ ଦିଆଯାଏ। 1 ନମ୍ବର, ଗୋଦାବରୀ ନଦୀ ଉପରେ ଲୋକମାନେ ନିର୍ଭର କରୁଥିବା 3ଟି କାର୍ଯ୍ୟ ଲେଖ। ଗୋଦାବରୀ ନଦୀ ଉପରେ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି, ଯଥା ଏହି ନଦୀରୁ ପିଇବା ପାଣି ପାଇଥାନ୍ତି। ଏହି ନଦୀ ଜଳ ବ୍ୟବହାର କରି ଖାଦ୍ୟଶସ୍ୟ ଉତ୍ପାଦନ କରିଥାନ୍ତି। ଏହି ନଦୀରୁ ମାଛ ଧରି ଖାଆନ୍ତି ଓ ବ୍ୟବସାୟ କରିଥାନ୍ତି। 2 ନମ୍ବର, ଗୋଦାବରୀ ନଦୀ କୂଳବର୍ତ୍ତୀ ଅଞ୍ଚଳର ଲୋକମାନେ କେଉଁ କେଉଁ ବୃତ୍ତିରେ ନିୟୋଜିତ? ଗୋଦାବରୀ ନଦୀର ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ନିମ୍ନଲିଖିତ ବୃତ୍ତିରେ ନିୟୋଜିତ ହୋଇଥାନ୍ତି, ଯଥା କେତେକ ଲୋକ ମାଛ ଧରିବାକୁ ବୃତ୍ତି ରୂପେ ଗ୍ରହଣ କରିଥାନ୍ତି। କେତେକ ଲୋକ କୃଷିକାର୍ଯ୍ୟ କରନ୍ତି। କେତେକ ଲୋକ ଡଙ୍ଗା ଚଳାଇବା କାମ କରିଥାନ୍ତି। କେତେକ ଲୋକ ବ୍ୟବସାୟ ବାଣିଜ୍ୟ କରିଥାନ୍ତି। 3 ନମ୍ବର, ଗୋଦାବରୀ ନଦୀ କୂଳରେ କେଉଁ କେଉଁ ଫସଲ ହେଉଥିବାର ଜାଣିଛ? ଗୋଦାବରୀ ନଦୀ କୂଳରେ ଧାନ, ତୁଳା ଓ ଆଖୁ ଫସଲ ଚାଷ ହୋଇଥାଏ। 4 ନମ୍ବର, ତୁମ ଅଞ୍ଚଳରେ କେଉଁ ଫସଲ ଚାଷ କରାଯାଏ? ଜଳସେଚନ ପାଇଁ ଜଳ କେଉଁଠାରୁ ଆସିଥାଏ? ଆମ ଅଞ୍ଚଳରେ ଧାନ, ଗହମ, ବାଜରା, ମକା, ପନିପରିବା ଓ ଫଳ ଚାଷ କରାଯାଏ। ଜଳସେଚନ ପାଇଁ ଲୋକମାନେ ନିକଟରେ ଥିବା ନଦୀ ଓ କେନାଲ ଉପରେ ନିର୍ଭର କରିଥାନ୍ତି। ନଦୀବନ୍ଧ ନିର୍ମାଣ ହେବା ପରେ କେଉଁ ସବୁ ସମସ୍ୟା ହୋଇପାରେ? ସେଗୁଡ଼ିକର ସମାଧାନ କିପରି କରାଯାଇପାରିବ? ନଦୀବନ୍ଧ ନିର୍ମାଣ ହେବା ପରେ ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଯାଏ। ଫଳରେ ସେଠାରେ ବାସ କରୁଥିବା ଲୋକେ ତଥା ପଶୁପକ୍ଷୀ ବାସସ୍ଥାନ ହରାଇଥାନ୍ତି। ନଦୀର ସ୍ୱାଭାବିକ ଗତିପଥକୁ ଅବରୋଧ କରି ବନ୍ଧ ନିର୍ମାଣ କରାଯାଇଥିବାରୁ ପାରିବେଶିକ ସମସ୍ୟା ଉପୁଜିଥାଏ। ଏହି ସମସ୍ୟାଗୁଡ଼ିକ ସମାଧାନ ପାଇଁ ବାସହରା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ନୂଆ ବାସଭୂମି ଯୋଗାଇ ଦେବା ଆବଶ୍ୟକ। ପଶୁପକ୍ଷୀଙ୍କ ପାଇଁ ନୂଆ ବାସଭୂମି ସୃଷ୍ଟି କରିବା ଦରକାର। ସ୍ୱାଭାବିକ ଜଳ ପରିଚାଳନା କରି ପରିବେଶର ଭାରସାମ୍ୟ ରକ୍ଷା କରିବା ଆବଶ୍ୟକ। 1 ନମ୍ବର, ଆମେ ଯେଉଁ ପ୍ଲାଷ୍ଟିକ୍ ଖୋଳ ବା ମୁଣି ଇତ୍ୟାଦି ଅଳିଆଗୁଡ଼ିକୁ ଫିଙ୍ଗିଥାଉ, ତାହା କେଉଁଠାରେ ଜମା ହୁଏ? ଆମେ ଯେଉଁ ପ୍ଲାଷ୍ଟିକ୍ ଖୋଳ ବା ମୁଣି ଇତ୍ୟାଦି ଅଳିଆଗୁଡ଼ିକୁ ଫିଙ୍ଗିଥାଉ, ସେଗୁଡ଼ିକ ଶେଷରେ ନଦୀ, ସମୁଦ୍ରରେ ଜମା ହୁଏ।
ଏବଂ ଆବର୍ଜନା ସ୍ଥଳରେ ପରିଣତ ହୁଏ। ଫଳରେ ଏଗୁଡ଼ିକ ଜୀବମାନଙ୍କୁ କ୍ଷତି ପହଞ୍ଚାଇଥାଏ, ଜଳର ପ୍ରବାହକୁ ଅବରୋଧ କରିଥାଏ ଓ ପରିବେଶକୁ ପ୍ରଦୂଷିତ କରିଥାଏ। 2 ନମ୍ବର, ତୁମ ଘରେ କି ପ୍ରକାର ସାବୁନ, ସାମ୍ପୁ କିମ୍ବା ଚଟାଣ ସଫା କରିବା ଦ୍ରବ୍ୟ ପ୍ରାକୃତିକ କିମ୍ବା ବଜାରରୁ କିଣି ବ୍ୟବହାର କରାଯାଏ? ମଇଳା ଜଳ ସହିତ ଏହିସବୁ କେଉଁଠାକୁ ଯାଏ? ଆମେ ଘରେ ସାଧାରଣତଃ ଲକ୍ସ, ଲାଇଫବୟ ଇତ୍ୟାଦି ସାବୁନ, ଡୋଭ୍, କ୍ଲିନିକ୍ ପ୍ଲସ୍ ଇତ୍ୟାଦି ସାମ୍ପୁ ଏବଂ ଲାଇଜଲ୍ ଭଳି ଚଟାଣ ସଫା ଦ୍ରବ୍ୟ ବ୍ୟବହାର କରିଥାଉ। ମଇଳା ଜଳ ସହିତ ସବୁ ଦ୍ରବ୍ୟଗୁଡ଼ିକ ମିଶି ନାଳ ନର୍ଦ୍ଦମା ବାଟ ଦେଇ ନଦୀକୁ ପ୍ରବାହିତ ହୋଇଥାଏ। ଆଲୋଚନା କର। ତୁମ ପିତାମାତା କିମ୍ବା ବୟସ୍କମାନଙ୍କୁ ପଚାର, ସେମାନେ ଯେତେବେଳେ ତୁମ ବୟସର ହୋଇଥିଲେ ସେତେବେଳେ ତୁମ ଘର ପାଖରେ ଥିବା ଜଳାଶୟର ଅବସ୍ଥା କିପରି ଥିଲା? ବର୍ତ୍ତମାନ ସେହି ଜଳାଶୟର ଅବସ୍ଥା କିପରି ଅଛି? ଯେତେବେଳେ ମୋ ପିତାମାତା ମୋ ବୟସର ହୋଇଥିଲେ ସେମାନେ କହୁଥିଲେ ଘର ପାଖରେ ଥିବା ଛୋଟ ନଦୀର ଜଳ ପରିଷ୍କାର ଥିଲା। ଏହି ଜଳରେ ବହୁ ସଂଖ୍ୟାରେ ବିଭିନ୍ନ ପ୍ରକାର ମାଛ ବାସ କରୁଥିଲେ। ସେମାନେ ସେହି ଜଳକୁ ପିଇବା ଓ ଗାଧୋଇବା ପାଇଁ ବ୍ୟବହାର କରୁଥିଲେ। ବର୍ତ୍ତମାନ ସେହି ନଦୀର ଜଳରେ ପ୍ଲାଷ୍ଟିକ୍ ବ୍ୟାଗ୍, ପଲିଥିନ୍ ଓ ଅଦରକାରୀ ଆବର୍ଜନା ପକାଯାଉଥିବାରୁ ଜଳ ଅପରିଷ୍କାର ହୋଇଯାଉଛି। ଜଳ ପ୍ରଦୂଷଣ ହେତୁ ନଦୀରେ କମ୍ ମାଛ ଅଛନ୍ତି। କମ୍ ବର୍ଷା ହେତୁ ନଦୀର ଜଳ ପତନ ମଧ୍ୟ ପୂର୍ବାପେକ୍ଷା କମ୍ ରହୁଛି। କାର୍ଯ୍ୟ 2, ତୁମେ ଘର କିମ୍ବା ବିଦ୍ୟାଳୟର ଆବର୍ଜନା କୁଣ୍ଡରେ ଢାଳୁଥିବା ଆବର୍ଜନା ଗୁଡ଼ିକର ତାଲିକା କର। ଏହି ଅଳିଆ ଆବର୍ଜନା ଗୁଡ଼ିକୁ ଯଦି ନଦୀ ବା ପୋଖରୀରେ ପକାଇବ, ସେହି ଜଳାଶୟର ଜଳକୁ ବ୍ୟବହାର କରୁଥିବା ପଶୁପକ୍ଷୀ, ବୃକ୍ଷଲତା ଓ ମଣିଷମାନେ କିପରି କ୍ଷତିଗ୍ରସ୍ତ ହେବେ? ପ୍ଲାଷ୍ଟିକ୍ ମୁଣି। ଏହି ଆବର୍ଜନା ଜଳରେ ମିଶିବା ଫଳରେ ଜଳାଶୟ ଦୂଷିତ ହୋଇଥାଏ। ପଶୁ, ପକ୍ଷୀ ଓ ମନୁଷ୍ୟ ଏହି ଜଳ ପିଇଲେ ରୋଗାକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ଖାଦ୍ୟ ଆବର୍ଜନା। ଏହା ଜଳରେ ମିଶି ଜଳକୁ ଦୂଷିତ କରିଥାଏ ଓ ଜଳରେ ବିଭିନ୍ନ ଜୀବାଣୁ, ଭୂତାଣୁ ଇତ୍ୟାଦି ଉତ୍ପନ୍ନ ହୋଇଥାଏ। ଏହା ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ ହୋଇଥାଏ। ସାବୁନ ଫେଣ। ଏହା ଜଳରେ ମିଶିବା ଫଳରେ ଏଥିରେ ଥିବା ରାସାୟନିକ ଦ୍ରବ୍ୟ ପ୍ରଭାବରେ ଜଳରେ ବାସ କରୁଥିବା ମାଛ ଓ ଅନ୍ୟାନ୍ୟ ଜଳଚର ଜୀବମାନେ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ଏହି ଜଳ ମଧ୍ୟ ବ୍ୟବହାର ଅନୁପଯୋଗୀ ଅଟେ। କାର୍ଯ୍ୟ 3, 2ଟି ସଫା କାଚ ଗ୍ଲାସରେ ଜଳ ନିଅ। ଗୋଟିଏ ଗ୍ଲାସରେ ଗୋଟିଏ ଚାମଚ ଚିନି ଏବଂ ଅନ୍ୟଟିରେ ଗୋଟିଏ ଚାମଚ ଖାଇବା ତେଲ ମିଶାଅ। ଉଭୟକୁ ଭଲ ଭାବରେ ଗୋଳାଅ ଏବଂ ପର୍ଯ୍ୟବେକ୍ଷଣ କର। ତୁମେ କ'ଣ ଦେଖୁଛ? କେଉଁ ଗ୍ଲାସର ଜଳ ସଫା ଦେଖାଯାଉଛି? ପର୍ଯ୍ୟବେକ୍ଷଣ। ଏହି ପର୍ଯ୍ୟବେକ୍ଷଣ ଆମକୁ ଦର୍ଶାଉଛି ଯେ ଯେଉଁ କିଛି ଜିନିଷ ଜଳରେ ଦ୍ରବୀଭୂତ ହୁଏ ଏବଂ କିଛି ଜିନିଷ ଦ୍ରବୀଭୂତ ହୁଏ ନାହିଁ। ଚିନି ଜଳ ସହ ସମ୍ପୂର୍ଣ୍ଣ ଭାବେ ଦ୍ରବୀଭୂତ ହୋଇଥାଏ, କିନ୍ତୁ ଖାଇବା ତେଲ ଜଳର ଉପର ପୃଷ୍ଠରେ ବିନ୍ଦୁ ବିନ୍ଦୁ ହୋଇ ଭାସି ଉଠେ। ଚିନି ଜଳ ଥିବା ଗ୍ଲାସଟି ପରିଷ୍କାର ଦେଖାଯିବ, ମାତ୍ର ତେଲ ଜଳ ଗ୍ଲାସଟି ମେଘୁଆ ଦେଖାଯିବ। ଜଳରେ ଦ୍ରବୀଭୂତ ହେଉଥିବା ଜିନିଷ ଗୁଡ଼ିକ ଲେଖ। ଜଳରେ ଦ୍ରବୀଭୂତ ହେଉଥିବା ଜିନିଷ ଗୁଡ଼ିକ ହେଲା ଚିନି, ଲୁଣ, ମାଟି ଓ ରାସାୟନିକ ସାର ଇତ୍ୟାଦି। ଜଳରେ ଦ୍ରବୀଭୂତ ହେଉନଥିବା ଜିନିଷ ଗୁଡ଼ିକ ଲେଖ। ଜଳରେ ଦ୍ରବୀଭୂତ ହେଉନଥିବା ଜିନିଷ ଗୁଡ଼ିକ ହେଲା ବାଲି, ଗୋଡ଼ି, ଧାନ ଓ ବିରି ଇତ୍ୟାଦି। କାର୍ଯ୍ୟ 4,
ତଳେ ଦିଆଯାଇଥିବା ଚିତ୍ର ଦୁଇଟିକୁ ଦେଖ। କେଉଁ ନଦୀର ଜଳ ସ୍ୱାସ୍ଥ୍ୟ ଉପଯୋଗୀ ଦେଖାଯାଉଛି ଓ କାହିଁକି? ନିର୍ମଳ ଜଳ ଥିବା ନଦୀର ଜଳ ସ୍ୱାସ୍ଥ୍ୟ ଉପଯୋଗୀ ଦେଖାଯାଉଛି କାରଣ ଏହି ଜଳରେ କୌଣସି ଆବର୍ଜନା ମିଶି ନାହିଁ କିମ୍ବା ଏହା ଉପରେ କୌଣସି ଉଦ୍ଭିଦ ବଢ଼ିନାହାନ୍ତି। ଫଳରେ ଏହି ଜଳକୁ ମଣିଷ ତଥା ମାଛମାନେ ସୁବିଧାରେ ବିପଦମୁକ୍ତ ଭାବରେ ବ୍ୟବହାର କରିପାରିବେ। ଜଳରେ ଏତେ ଗଛ କିପରି ବଢ଼ିଥାଏ? ଜଳରେ ଏତେ ଗଛ ବଢ଼ିଥାଏ କାରଣ ଜଳ ସେଗୁଡ଼ିକୁ ଖାଦ୍ୟ ଯୋଗାଇ ଦିଏ। ସୂର୍ଯ୍ୟକିରଣ ଜଳ ପୃଷ୍ଠ ଉପରେ ପଡ଼ିଥାଏ। ପ୍ରଭାବିତ ଜଳରେ ବିଭିନ୍ନ ମଞ୍ଜି ଭାସି ଆସି ସ୍ଥିର ହୋଇ ରହେ ଏବଂ ବଢ଼ିଥାଏ। ନଦୀରେ ଅତ୍ୟଧିକ ଗଛ ହେଲେ କ'ଣ ହୁଏ ବୋଲି ଭାବୁଛ? ଯେତେବେଳେ ନଦୀରେ ଅତ୍ୟଧିକ ଗଛ ବଢ଼ନ୍ତି ସେତେବେଳେ ସେଗୁଡ଼ିକ ଜଳର ପ୍ରବାହକୁ ଅବରୋଧ କରିଦିଅନ୍ତି। ଏହା ସହ ଜଳରେ ଥିବା ଅମ୍ଳଜାନର ପରିମାଣ କମାଇ ଦିଅନ୍ତି। ଫଳରେ ମାଛ ଓ ଅନ୍ୟାନ୍ୟ ଜଳଚର ଜୀବ ବିପଦଗ୍ରସ୍ତ ହୋଇଥାନ୍ତି। ଏଗୁଡ଼ିକ ନଦୀର ଜଳ ପ୍ରବାହକୁ ଧୀର କରିଦେଇଥିବାରୁ ବନ୍ୟା ସୃଷ୍ଟିର କାରଣ ହୋଇଥାନ୍ତି। ତୁମ ନିଜ ଆଖପାଖରେ ଥିବା ଜଳାଶୟର ସୁରକ୍ଷା ପାଇଁ 3ଟି ପଦକ୍ଷେପ ଲେଖ। ଆଖପାଖରେ ଥିବା ଜଳାଶୟର ସୁରକ୍ଷା ପାଇଁ ଆମେ ଜଳାଶୟ ମଧ୍ୟକୁ ଅଳିଆ ଆବର୍ଜନା, ପ୍ଲାଷ୍ଟିକ୍ ବ୍ୟାଗ୍ ଓ ଜରି ଆଦି ପକାଇବା ନାହିଁ। ନାଳ ଓ ନର୍ଦ୍ଦମାର ଅପରିଷ୍କାର ଜଳ ଜଳାଶୟକୁ ଛାଡ଼ିବା ନାହିଁ। ପରିବାର, ବନ୍ଧୁ ଓ ସ୍ୱେଚ୍ଛାସେବୀ ସଂଗଠନର ସାହାଯ୍ୟ ନେଇ ଜଳାଶୟର ତଟ ଅଞ୍ଚଳକୁ ପରିଷ୍କାର ରଖିବା। କାର୍ଯ୍ୟ 5 ସ୍ତମ୍ଭ ମେଳକ କର। ଗୋଟିଏ ସମସ୍ୟାର ଏକାଧିକ ପ୍ରଭାବ ଥାଇପାରେ। ବନ୍ୟା ସମସ୍ୟା ପ୍ରଭାବ। ଗୋଳିଆ ଜଳ, ନିରାପଦ ପାନୀୟ ଜଳ, ରାସ୍ତାଘାଟ ନଷ୍ଟ, ଯାତାୟାତ ଏବଂ ଗମନାଗମନ, ଫସଲ ନଷ୍ଟ, ଖାଦ୍ୟ ଯୋଗାଣ, ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ, ଆଲୋକ, ପଙ୍ଖା ଓ ଫୋନ୍, ରୋଗ ବ୍ୟାପିବା, ଲୋକଙ୍କ ସ୍ୱାସ୍ଥ୍ୟ, ଘର ଭାଙ୍ଗିବା, ଲୋକଙ୍କ ପାଇଁ ଆଶ୍ରୟସ୍ଥଳ, ବିଦ୍ୟାଳୟ ବନ୍ଦ, ଶିକ୍ଷଣ। ଯଦି ତୁମ ଘରେ ଦିନସାରା ଜଳ ନଥାଏ ତେବେ ତୁମେ କ'ଣ କରିବ? ଯଦି ଆମ ଘରେ ଦିନସାରା ଜଳ ନଥାଏ ତେବେ ଆମେ କୌଣସି ଖାଦ୍ୟ ପଦାର୍ଥ ରୋଷେଇ କରିପାରିବା ନାହିଁ, ଗାଧୋଇ ପାରିବା ନାହିଁ, ଘର ସଫା କରିପାରିବା ନାହିଁ କି ଶୌଚାଳୟ ଯାଇପାରିବା ନାହିଁ। ସେହି ସମୟରେ ଆମେ ଗଚ୍ଛିତ ରଖିଥିବା ଜଳ ନଷ୍ଟ ନକରି ଜଗି ରଖି ବ୍ୟବହାର କରିବୁ। ନିକଟରେ ଥିବା ଜଳଭଣ୍ଡାରରୁ ବା ଟ୍ୟାଙ୍କରୁ ଜଳ ସଂଗ୍ରହ କରିବୁ। ଦରକାର ହେଲେ ଦୋକାନରୁ ପାଣି ବୋତଲ କିଣି ଆଣି ବ୍ୟବହାର କରିବୁ। 2 ନମ୍ବର, ଯଦି ଗୋଟିଏ ସପ୍ତାହ ପାଇଁ ଜଳ ନଥାଏ ତେବେ କ'ଣ ହେବ? ତୁମେ କିପରି ଗାଧୋଇବ, ପିଇବ, ରୋଷେଇ କରିବ କିମ୍ବା ପରିଷ୍କାର ପରିଚ୍ଛନ୍ନ କରିବ? ତୁମେ ଜଳ ଆଣିବା ପାଇଁ କେଉଁ ସ୍ଥାନକୁ ଯିବ? ଯଦି ଗୋଟିଏ ସପ୍ତାହ ପାଇଁ ଜଳ ନଥାଏ ତେବେ ଆମେ ଗଚ୍ଛିତ ଥିବା ଜଳ କିମ୍ବା ଦୋକାନରୁ ଜଳ କିଣି ଆଣି କମ୍ ଜଳ ବ୍ୟବହାର କରି ଶୁଖିଲା ଖାଦ୍ୟ ରାନ୍ଧିବା। ଆମେମାନେ ନ ଗାଧୋଇ ଓଦା ଟାୱେଲରେ ପୋଛି ହେବୁ ଏବଂ ଜିନିଷଗୁଡ଼ିକୁ ନ ଧୋଇ ଓଦା କପଡ଼ାରେ ପୋଛି ପରିଷ୍କାର କରିବୁ। ଆମେ ନିକଟସ୍ଥ କୂଅ କିମ୍ବା ନଳକୂଅରୁ ପାଣି ଆଣିବା କିମ୍ବା ସରକାରୀ ଟ୍ୟାଙ୍କର ଆସି ଜଳ ବିତରଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଆସ ଚିନ୍ତା କରିବା। 1 ନମ୍ବର, କେଉଁ କେଉଁ ନଦୀ ଆମ ରାଜ୍ୟ ମଧ୍ୟରେ ପ୍ରବାହିତ ହେଉଛି? ସେମାନଙ୍କୁ ଆମେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରୁ? ସେମାନଙ୍କ ଉପରେ ବନ୍ଧ ବନ୍ଧା ଯାଇଛି କି? ଆମ ରାଜ୍ୟ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୂଲ୍ୟା ଆଦି ନଦୀ ପ୍ରବାହିତ ହେଉଛି।
ସେହି ନଦୀ ଜଳକୁ ଆମେ ପିଇବା, କୃଷି ପାଇଁ ଜଳସେଚନ, ମାଛ ଧରିବା, ଲୁଗା ଓ ବାସନ ସଫା କରିବା ଆଦି କାର୍ଯ୍ୟରେ ବ୍ୟବହାର କରୁ। ହଁ, ସେମାନଙ୍କ ଉପରେ ବନ୍ଧ ବନ୍ଧାଯାଇଛି, ଯଥା ମହାନଦୀର ହୀରାକୁଦଠାରେ ନଦୀବନ୍ଧ ନିର୍ମାଣ କରାଯାଇ ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି। 2 ନମ୍ବର, ପିତାମାତା କିମ୍ବା ଜେଜେମା ଜେଜେବାପାଙ୍କୁ ତୁମ ଅଞ୍ଚଳର କୌଣସି ନଦୀର କାହାଣୀ କିମ୍ବା ନଦୀ ସମ୍ବନ୍ଧୀୟ ପର୍ବପର୍ବାଣୀ କଥା କହିବାକୁ କୁହ। ସେହି କଥାକୁ ଶ୍ରେଣୀରେ ଉପସ୍ଥାପନ କର। ମୁଁ ମୋ ଜେଜେବାପାଙ୍କୁ ମହାନଦୀ ବିଷୟରେ କିଛି କହିବାକୁ କହିଲି। ସେ ଏ ବିଷୟରେ ଏକ ଗପ କହିଲେ। ସେ କହିଲେ, ବହୁତ ଦିନ ତଳର କଥା। ମହାନଦୀରେ ପ୍ରବାହିତ ହେଉଥିବା ସ୍ୱଚ୍ଛ ଜଳ ଉପରେ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ସମସ୍ତ ଲୋକ ନିର୍ଭର କରୁଥିଲେ। ଏହି ନଦୀ ଜଳକୁ ପିଇବା, ଗାଧୋଇବା, ଲୁଗା ସଫା କରିବା ଏବଂ କୃଷି କ୍ଷେତ୍ରରେ ଜଳସେଚନ କରି ବିଭିନ୍ନ ଫସଲ ଓ ପନିପରିବା ଉତ୍ପାଦନ କରିବା ନିମନ୍ତେ ବ୍ୟବହାର କରୁଥିଲେ। ପାଖ ଗାଁର ଲୋକମାନେ ନଦୀରେ ବିଭିନ୍ନ ପୂଜାର୍ଚ୍ଚନା କାର୍ଯ୍ୟ କରୁଥିଲେ। କାର୍ତ୍ତିକ ମାସରେ ଏହି ନଦୀରେ ଡଙ୍ଗା ଭସାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଥିଲା। ଏହା ଏକ ପବିତ୍ର ନଦୀ। ବିଗତ ବର୍ଷ ପରି ଆଜି ଆମେ ଏହାକୁ ସଫା ରଖିବା ପାଇଁ ପ୍ରୟାସ କରିବା ଉଚିତ। 3 ନମ୍ବର, ପରିବାରର ଜଣେ ବୟସ୍କଙ୍କୁ ପଚାର, ସେ ଛୋଟ ଥିଲାବେଳେ ନଦୀର ଅବସ୍ଥା କ'ଣ ଥିଲା? ସେହି ସମୟରୁ ଆଜି ପର୍ଯ୍ୟନ୍ତ କ'ଣ ସବୁ ପରିବର୍ତ୍ତନ ହୋଇଛି? ମୋ ଜେଜେବାପା କହିଲେ, ସେ ଯେତେବେଳେ ଛୋଟ ହୋଇଥିଲେ ମହାନଦୀ ଜଳପୂର୍ଣ୍ଣ ଥିଲା ଓ ଏହାର ଜଳ ପରିଷ୍କାର ଓ ସ୍ୱଚ୍ଛ ଥିଲା। ଲୋକମାନେ ଏହି ଜଳକୁ ପିଉଥିଲେ ଓ ଏଥିରେ ଗାଧୋଇବା ସହ ଲୁଗାପଟା ସଫା କରୁଥିଲେ। ପିଲାମାନେ ଏହି ନଦୀ କୂଳରେ ଖେଳୁଥିଲେ। ବର୍ତ୍ତମାନ ସେ କହୁଛନ୍ତି ଏହି ନଦୀରେ ଜଳ ଏବେ ବହୁତ କମ୍ ପରିମାଣରେ ପ୍ରବାହିତ ହେଉଛି। ନଦୀର ଜଳରେ ସହରର ଆବର୍ଜନା ଓ କଳକାରଖାନାର ମଇଳା ପାଣି ମିଶିବାରୁ ଏହା ଅପରିଷ୍କାର ହୋଇଯାଉଛି। ଏହି ଜଳକୁ ଏବେ ପିଇବା, ଗାଧୋଇବା, ଲୁଗାପଟା ସଫା କରିବା କାର୍ଯ୍ୟରେ ବ୍ୟବହାର କରାଯାଇ ପାରୁନାହିଁ। 4 ନମ୍ବର, ପୂର୍ବେ ଲୋକମାନେ ନଦୀକୂଳିଆ ଅଞ୍ଚଳରେ ଗ୍ରାମ ବା ସହର ସ୍ଥାପନ କରୁଥିଲେ କାହିଁକି? ଆଗ ଭଳି ବର୍ତ୍ତମାନ ମଧ୍ୟ ନଦୀ ଆମ ପାଇଁ ସେହିପରି ଗୁରୁତ୍ୱପୂର୍ଣ୍ଣ କି? ପୂର୍ବେ ଲୋକମାନେ ନଦୀକୂଳିଆ ଅଞ୍ଚଳରେ ଗ୍ରାମ ବା ସହର ସ୍ଥାପନ କରୁଥିଲେ କାରଣ ନଦୀ ସେମାନଙ୍କୁ ପିଇବା, କୃଷିକାର୍ଯ୍ୟ, ରୋଷେଇ କରିବା ପାଇଁ ଜଳ ଯୋଗାଉଥିଲା। ନଦୀ କୂଳର ଉର୍ବର ମୃତ୍ତିକାରେ ଭଲ ଫସଲ ଉତ୍ପାଦନ ହେଉଥିଲା। ସେମାନେ ନଦୀରେ ନୌକା ସାହାଯ୍ୟରେ ଦୂର ସ୍ଥାନକୁ ଯାଇ ବେପାର ବଣିଜ କରିପାରୁଥିଲେ। ନଦୀରୁ ମାଛ ଧରି ଜୀବିକା ଅର୍ଜନ କରୁଥିଲେ। ବର୍ତ୍ତମାନ ମଧ୍ୟ ନଦୀ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଲୋକମାନେ ପିଇବା ପାଇଁ ପାଣି ପାଇଁ ଆଉ ନଦୀ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ସେମାନେ କୂଅ, ନଳକୂଅ ଓ ପାଇପ୍ ଲାଇନ୍ ମାଧ୍ୟମରେ ପାନୀୟ ଜଳ ପାଇପାରୁଛନ୍ତି। 5 ନମ୍ବର, ଯଦି ତୁମ ଗ୍ରାମ କିମ୍ବା ସହର ପାଖରେ ଥିବା ନଦୀର ସୁରକ୍ଷା ପାଇଁ ନୂଆ ନିୟମ କରିବ, ତେବେ ସେଗୁଡ଼ିକ କ'ଣ ହେବ? ଆମ ଗ୍ରାମ କିମ୍ବା ସହର ପାଖରେ ଥିବା ନଦୀର ସୁରକ୍ଷା ପାଇଁ ଆମେ ନୂଆ ନିୟମ କରିବା ଉଚିତ, ଯଥା ଲୋକମାନେ ନଦୀ ମଧ୍ୟକୁ କୌଣସି ଅଳିଆ ଓ ଆବର୍ଜନା ପକାଇବେ ନାହିଁ। କୌଣସି କଳକାରଖାନାର ଆବର୍ଜନା କିମ୍ବା ଦୂଷିତ ଜଳ ନଦୀ ମଧ୍ୟକୁ ଛଡ଼ାଯିବ ନାହିଁ। ଏହି ନିୟମକୁ ଅମାନ୍ୟ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥାଠାରୁ ଜରିମାନା ଆଦାୟ କରାଯିବ। 6 ନମ୍ବର, କେତେବେଳେ ତୁମେ ଜଳ ନଷ୍ଟ କରିଛ ସେ କଥା ଭାବ। ସେତେବେଳେ ଆଉ କ'ଣ କରିଥିଲେ ଜଳ ସଂରକ୍ଷଣ କରିପାରିଥାନ୍ତ? ଲୁଗା ସଫା କରିବା ସମୟରେ କିମ୍ବା ଦାନ୍ତ ଘଷିବା ସମୟରେ ଟ୍ୟାପ୍ ଖୋଲା ରଖି ବହୁତ ଜଳ ନଷ୍ଟ କରିଥାଏ। ସେହି ସମୟରେ ଟ୍ୟାପ୍ ବନ୍ଦ ରଖି ମୁଁ ଜଳ ସଂରକ୍ଷଣ କରିପାରିଥାନ୍ତି।
ଏହିଭଳି କ୍ଷୁଦ୍ର ପଦକ୍ଷେପ ଜଳ ସଂରକ୍ଷଣରେ ସହାୟକ ହୋଇଥାଏ। 7 ନମ୍ବର, ଦୈନନ୍ଦିନ ବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ସରଳ ଜଳଛଣା ଯନ୍ତ୍ରଟିଏ ପ୍ରସ୍ତୁତ କରିପାରିବ କି? ସେଥିରେ କ'ଣ କ'ଣ ରଖିବ ଓ କାହିଁକି? ଗୋଟିଏ ପ୍ଲାଷ୍ଟିକ୍ ବୋତଲ, କପଡ଼ା, ବାଲି, କୋଇଲା ଓ ପଥର ଖଣ୍ଡ ବ୍ୟବହାର କରି ଏକ ସରଳ ଜଳଛଣା ଯନ୍ତ୍ର ତିଆରି କରିପାରିବି। ଏହି ସୁରକ୍ଷା ସ୍ତର ଜଳରେ ଥିବା ଅପରିଷ୍କାର ପଦାର୍ଥଗୁଡ଼ିକୁ ଛାଣି ଜଳକୁ ପରିଷ୍କାର ଓ ସୁରକ୍ଷିତ କରିଥାଏ। 8 ନମ୍ବର, ଗୋଟିଏ ନଦୀ କୂଳରେ ନୂତନ ସହର ପରିକଳ୍ପନା କର। ଏଥିପାଇଁ କ'ଣ ପଦକ୍ଷେପ ନେବ? ନଦୀକୁ ପରିଷ୍କାର ରଖିବାରେ। ନଦୀକୁ ପରିଷ୍କାର ରଖିବାରେ ଆମର ବ୍ୟବହାର ଉପଯୋଗୀ ହେଉନଥିବା ଅନାବଶ୍ୟକ ବର୍ଜ୍ୟବସ୍ତୁଗୁଡ଼ିକୁ ନଦୀକୁ ପକାଇବା ଏବଂ ନଦୀ କୂଳରେ ଏକ ଜଳ ବିଶୋଧନ କାରଖାନା ସ୍ଥାପନ କରିବା। ପ୍ରବଳ ବର୍ଷା ସମୟରେ ବନ୍ୟା ନିୟନ୍ତ୍ରଣ କରିବାରେ ଆମେ ଅଧିକ ମାତ୍ରାରେ ବୃକ୍ଷରୋପଣ କରିବା ସହିତ ବର୍ଷା ପାଣି ନିଷ୍କାସନ ହେବା ପାଇଁ ନାଳ ନିର୍ମାଣ କରିବା, ନଦୀବନ୍ଧକୁ ଦୃଢ଼ କରିବା। ଗ୍ରୀଷ୍ମ ଋତୁରେ ମଧ୍ୟ ସବୁବେଳେ ସମସ୍ତଙ୍କ ପାଇଁ ଯଥେଷ୍ଟ ଜଳ ମିଳିବା ନିଶ୍ଚିତ କରିବାରେ ଆମେ ଲୋକମାନଙ୍କୁ ଠିକ୍ ଭାବରେ ଜଳ ବ୍ୟବହାର କରିବା ପାଇଁ ସଚେତନ କରିବା। ଆବଶ୍ୟକ ନଥିବା ବେଳେ ପାଣି ଟ୍ୟାପ୍ ବନ୍ଦ କରିବାକୁ କହିବା ଏବଂ ନିୟମିତ ଭାବେ ପାଣି ପାଇପ୍ ଓ ପାଣି ଟ୍ୟାପ୍ ମରାମତି କରିବା।